हे बाबा अबे राजकार्य व्यस्तता भितरी हाथ गोड़टा भारी दरज होची रे बाबा आज गाँव से प्रथम पापीर विनाश घटी बाकी रही जाए राज्यर द्वितीय पापी द्वितीय पापी हूँ राज्यर से गुमास्ता चंद्र चल बाबा सम्मुख पाइले गुमास्तार विसर्जन करदे जीवन प्रदीप से द्वितीय पापी गुमास्ता प्राण भय से गछ खुंट ऊपर को चढ़ी जाए गुमास्ता अरे तल को ले अरे मो किछि करबे नहीं तल को ले अरे किछि भी करबे नहीं तो देह रे टिप सुद्धा देबी नहीं मो भलरे कहूची तल को ले अरे ओलेया ता नहले मो पुआ मान को डाकिबी अरे ओले कहूची आ तल को ओलेया ए चंद्र ए बाबा तप अरे दौड़ी आसरे सम्मुख रे पाइछि मो द्वितीय पापी को अरे मो पुआ मान को डाकुची अरे ए खुंड सहित ए देख ए हूँ से द्वितीय पापी मर मर हाँ अरे तल को ले अरे तानो हेले आवरी कसा घात करिबे मर अबे किछि भी करिबे नहीं तल को ले भलर कहछि तल को ले तानो हेले अरे धरिया धरिया ए सिलारे को छाड़ी दे सिलारे को छाड़ी दे तो भणजा को आमे जमपुर को पठे देछु ए सुतीक्ष्ण तरबारी देखि पारुछु ए सुतीक्ष्ण तरबारी रे तो भणजार गंडी मुंड अलगा करी जम पाख को पठे देछि एक नंबर काम कला बडू भल काम करिसी मारी दल तो की हां पिला के मना कला भल कलो देखु तो है पिलार बुद्धि पिला तमके बंधु बंधु बोला हां अरे ओनार गरे निकर चाबी मारी दला सही कथा तो गुमास्ता एते अन्य ए बाबा हां मुई तो तमर पार्टी लुके केबे ठारो अगले लुतिली ना हता तार संगे बुले सुनांजी पटपट क्या लगी जानसो हां मोत खने का जरे मुस खने का सेति पई ता तो बोलु तार पटपट बुले जिंदाबाद 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 कर जा मंत्र से मुस मुई तो आगो न तमर लोग मारी दल तो हां बढ़िया काम कल मुई जोचा बडू हां नमस्कार ठीक है कुआडे जीवो हमर का ए चंद्र ए होची से द्वितीय पापी रे
ସେ ଆମଠାରେ ଛଳନା କରୁଛି ନିଜର ଜୀବନ ବଞ୍ଚାଇବା ପାଇଁ। ହେ କେତେ ଦିନ ଏମିତି ଛଳନା ପ୍ରତାରଣା କରିବୁ ବେଇମାନ। ତୋର ଯୋଗୁ ଆମର ଦିଟା ସୁନା ସଂସାର ଭାଙ୍ଗି ଚୁରୁମାର ହେଇଯାଇଛି। ତୁ ହଉଛୁ ଦ୍ୱିତୀୟ ପାପୀ। ତୋର ଯଦି ବଳ ଦୋଷ ଅଛି ମୋ ଆଗରେ ଶପଥ କର, ତା ନହେଲେ କଦାପି ଛାଡ଼ିବି ନାହିଁ, ଛାଡ଼ିବି ନାହିଁ ତୋତେ। ବେଇମାନ ମାର ମାର ମାର। କୁଆଡେ ଗଲା ତୋର ସେଇ फुटबॉल हो ଆହୁରି ମାର। रोजा हवा लोग रोजा हला तक में पिला दीटा ଆରେ ଭଲ ଦଶା ଅଛି ମୋ ଆଗରେ ଶପଥ କର, ତା ନହେଲେ ପୁଣି ଏମିତି କଷାଘାତ ଖାଇବୁ। ଶପଥ କର ତୋର ଯଦି ଏ ରତ୍ନଗଡ଼ ରାଜ୍ୟରେ ବଞ୍ଚ ଯଦି ଭଲା ଦଶା ଅଛି ତା ଆଗରେ ମୋ ଆଗରେ ଶପଥ କରିବାକୁ ହେବ। ତୋର ଯୋଗୁ ଆମ ସୁନା ସଂସାରଟା ଭାଙ୍ଗି ଯାଇଛି। ତୁ ହଉଛୁ ଏ ରାଜ୍ୟର ଦ୍ୱିତୀୟ ପାପୀ। ତୋତେ ଆଜି ମୋ ଆଗରେ ଶପଥ କରିବାକୁ ହେବ, ତା ନହେଲେ କଦାପି ଛାଡ଼ିବି ନାହିଁ। ତୋ ଭଣଜାକୁ ଯେମିତି ଗଣ୍ଡି ମୁଣ୍ଡ ଅଲଗା କରିଦେଇଥିଲି ତୋର ବି ଠିକ ସେମିତି ତୋ ଗଣ୍ଡି ମୁଣ୍ଡ ଅଲଗା କରି ପଠେଇ ଦେବି ଜନ୍ତୁପତି ପାଖେ। ଶପଥ କର, ଶପଥ କର କହୁଛି। शपथ करबी तो ହଁ चलो जदी एंती काम करबी मुई प्रभु ହଁ आम बड़र गु के खेबी ନାଇଁ ଆହୁରି ଶପଥ କରବେ। गोटे दर तो कली ना रे ନାଇଁ ଆହୁରି ଶପଥ କରିବାକୁ ହେବ। आर जदी मुई एंती भूल काम करबी ହଁ ए नानी पिलार गु के खेबी आगमन बैठ ଧର 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 ପୁତ୍ର। ଫେରି ଆସିଲା ଆମର ସେଇ ହସ ଖୁସିର ସଂସାର। এই পুণ্যভূমি পবিত্র মাটি রত্নগড় ভূমিরে ମୋ ପ୍ରଭୁ ରାମଚନ୍ଦ୍ର ଭଳି ରାଜା ସ୍ୱର୍ଗତ ମିତ୍ର ସେନ ରାଜୁତି କରୁଥିଲେ। ହଁ ବାବା ଆଜି ଠାରୁ ତାଙ୍କର ଜ୍ୟେଷ୍ଠ ପୁତ୍ର ଶ୍ରୀମାନ ତପନ ବାବୁ ହେବେ ଏଇ ରତ୍ନଗଡ଼ ରାଜ୍ୟର ରାଜା। ମୋ ବଡ ଭାଇ ରାଜା ହେବେ। ହଁ ମୁଁ ଥିଲି ତାଙ୍କର ମନ୍ତ୍ରୀ। ମନ୍ତ୍ରୀ ପୁତ୍ର ହିସାବରେ ମୋ ଜ୍ୟେଷ୍ଠ ପୁତ୍ର ଚନ୍ଦ୍ରକାନ୍ତ ହେବେ ତପନ ବାବୁଙ୍କର ମନ୍ତ୍ରୀ। ଯଥାଜ୍ଞା ବାବା। ଆଜି ହେବ ତପନ ବାବୁଙ୍କର ରାଜ୍ୟ ରାଜ୍ୟାଭିଷେକ। ଆରେ ବାବା। ଏଇଟା ତ ବହୁତ ଖୁସିର ଅବସର ବାବା। ଏଇ ଖୁସି ଅବସରରେ ବାବା ବାକି ରହିଗଲା ଅଶୁଭ କାର୍ଯ୍ୟ। ଅଶୁଭ ହଁ ବାକି ରହିଯାଇଛି ଏ ରାଜ୍ୟର ତୃତୀୟ ପାପୀ। ପୁଣି ତୃତୀୟ ପାପୀ। ଆରେ ବାବା ସେଇ ତୃତୀୟ ପାପୀକୁ ବିନାଶ ନ କରିବା ଯାଏ କଦାପି ତମର ରାଜ୍ୟାଭିଷେକ ହୋଇପାରିବ। ହେଲେ ଖୋଜିବା କୋଉଠି? ସେଇଠି ଦେଖ ସେଇଠି। ସେଇ ତୃତୀୟ ପାପୀ ଆଉ କେହି ନୁହନ୍ତି ରେ ବାବା ତପନ। ମୁଁ ହଉଛି ପ୍ରଭୁଦ୍ରୋହୀ ବିଶ୍ୱାସଘାତକ ମହାପାପୀ। ସେଦିନ କେଇଟା ଟଙ୍କା ଧନ ସମ୍ପତ୍ତି ଲୋଭରେ ପଡି ମୁଁ ମୋ ପ୍ରଭୁ ରାମଚନ୍ଦ୍ର ଭଳି ରାଜା ମିତ୍ର ସେନ ଆଉ ମା ସୀତା ଭଳି ଠାକୁରାଣୀ ଶାନ୍ତିଲତାଙ୍କୁ ବିଷ ଦେଇ ହତ୍ୟା କରିଦେଇଥିଲି। ମୁଁ ଯଦି ଏଇ ପୁଣ୍ୟପୀଠ ରତ୍ନଗଡ଼ ମାଟିରେ ବଞ୍ଚିକି ରହିବି ତାହେଲେ ମୋ ପ୍ରଭୁଙ୍କର ଆତ୍ମାକୁ ଆଉ ଶାନ୍ତି ମିଳିବ ନାହିଁ। ତାଙ୍କର ଆତ୍ମାକୁ ଶାନ୍ତି ମିଳିବା ନିମିତ୍ତ ମୋ ମହାପାପୀ ନିଜ ଜୀବନକୁ ବିସର୍ଜନ କରିଦେଉଛି। ବଡ ଭାଇ ମୋ ବାପାଙ୍କ ଶେଷ ଇଚ୍ଛା ଅନୁଯାୟୀ ବର୍ତ୍ତମାନ ଏଇ ଆମ ରତ୍ନଗଡ଼ ରାଜ୍ୟର ରାଜ ସିଂହାସନରେ ଆପଣ ହେବେ ମହାରାଜ ଆଉ ମୁଁ ହେବି ଆପଣଙ୍କ ବିଶ୍ୱସ୍ତ ମହାମନ୍ତ୍ରୀ। ତେବେ ଆସନ୍ତୁ ବଡ ଭାଇ ଆଜି ମୁଁ ଆପଣଙ୍କର ରାଜାଭିଷେକ କରାଇବି। ଆସନ୍ତୁ।
এই দুনিয়াରେ ଧନ କହିବାକୁ ଗଲେ ଅନେକ ଭାଷାରେ କୁହାଯାଏ କିଏ ସ୍ନେହ ମମତା ରୂପୀ ଧନ ପାଇଁ